ଜଣେ ମଣିଷକୁ ଚିହ୍ନିବାର ପ୍ରକୃତ ଉପାୟ କ'ଣ? ସେମାନେ କ'ଣ କହନ୍ତି ସେଇଟା, ନା ସେମାନେ କ'ଣ କରନ୍ତି? ଆମେ ତ ସବୁବେଳେ କହୁ ଯେ କାର୍ଯ୍ୟ ହିଁ ଶବ୍ଦଠାରୁ ଅଧିକ ଶକ୍ତିଶାଳୀ। କିନ୍ତୁ ଯଦି ଆହୁରି ଟିକେ ଗଭୀରକୁ ଯିବା, ମାନେ ସେମାନଙ୍କର ସେଇ ଛୋଟ ଛୋଟ କାମ ଯାହା ସେମାନେ ହୁଏତ ଅଜାଣତରେ କରୁଥାନ୍ତି। ଆଜ୍ଞା, ଯାହା ଉପରେ ସେମାନଙ୍କର ନିଜର ବି ନଜର ନଥାଏ। ଏକଦମ। ଆଜି ଆମେ ସେହିଭଳି ଏକ ବିଷୟର ଗଭୀର ବିଶ୍ଳେଷଣ କରିବା। ଆମ ପାଖରେ ଲେଖକ କୃଷ୍ଣଙ୍କ ଦ୍ୱାରା ଲିଖିତ ଏକ କାହାଣୀ ଅଛି, ଯାହା ସ୍ୱାମୀ ପ୍ରାଣବାନନ୍ଦଙ୍କ ଶିକ୍ଷାରୁ ଅନୁପ୍ରାଣିତ। ଆଉ ଆମର ଲକ୍ଷ୍ୟ କେବଳ କାହାଣୀଟିକୁ ଶୁଣିବା ନୁହେଁ, ଆମେ ଏହାକୁ ତିନୋଟି କ'ଣ କହନ୍ତି କେସ୍ ଷ୍ଟଡି ଭାବରେ ଦେଖିବା। ହଁ, ତିନୋଟି କେସ୍ ଷ୍ଟଡି ଏହା ବୁଝିବା ପାଇଁ ଯେ ଆମର ପାଳନ ପୋଷଣ ଆଉ ଆମର ଭିତରର ସ୍ୱଭାବ କେମିତି ଆମ ପ୍ରକୃତ ପରିଚୟକୁ ପଦାରେ ପକେଇ ଦିଏ। ଆଉ ଏଇଟା କେବଳ ନୈତିକ ଶିକ୍ଷା ନୁହେଁ, ଆମେ ଏହାକୁ ଆଧୁନିକ ମନୋବିଜ୍ଞାନ ଦୃଷ୍ଟିରୁ ବି ଦେଖିବା। କେମିତି ଆମର ଶାରୀରିକ ଅଭ୍ୟାସ, ସାମାଜିକ ବ୍ୟବହାର ଏସବୁ ମିଶି ଆମର ଏକ ଅଦୃଶ୍ୟ ବଂଶାବଳୀ ତିଆରି କରନ୍ତି। ଏକଦମ। ଆଜି ଆମେ ସେହି ବ୍ୟବହାରର ବଂଶାବଳୀକୁ ପଢ଼ିବାକୁ ଚେଷ୍ଟା କରିବା। ବାଃ, ବ୍ୟବହାରର ବଂଶାବଳୀ, ବହୁତ ଶକ୍ତିଶାଳୀ ବାକ୍ୟାଂଶ। ଠିକ୍ ଅଛି, ତେବେ ଆରମ୍ଭ କରିବା। କାହାଣୀ ଆରମ୍ଭ ହେଉଛି ଜଣେ ବ୍ୟକ୍ତିଙ୍କ ଠାରୁ। ହଁ, ସେ ରାଜାଙ୍କ ଦରବାରରେ ଚାକିରି ପାଇଁ ଆସିଛନ୍ତି। ରାଜା ଯେତେବେଳେ ଯୋଗ୍ୟତା ପଚାରିଲେ, ସେ ଗୋଟେ ଅଦ୍ଭୁତ ଦାବି କଲେ। କ'ଣ ଥିଲା ସେ ଦାବି? ସେ କହିଲେ ସେ କୁଆଡ଼େ କୌଣସି ମଣିଷ ବା ପଶୁକୁ ଦେଖି ତାର ପ୍ରକୃତ ବଂଶ, ଗୁଣ ସବୁ କିଛି କହିପାରିବେ। ବା, ଏଇଟା ତ ବହୁତ ବଡ଼ ଦାବି। ମାନେ ସେ ଏକ ପ୍ରକାର କହୁଛନ୍ତି ଯେ ସେ ଲୋକଙ୍କର ବାହ୍ୟ ଆବରଣ ଭେଦ କରି ସତଟା ଦେଖିପାରିବେ। ଠିକ୍। ରାଜା ବି କୌତୂହଳୀ ହେଲେ। ସେ ତାଙ୍କୁ ପରୀକ୍ଷା କରିବାକୁ ଭାବିଲେ ଆଉ ତାଙ୍କୁ ରାଜକୀୟ ଅଶ୍ୱଶାଳାର ଦାୟିତ୍ୱ ଦେଲେ। ଏଇଠୁ ଆରମ୍ଭ ହେଲା ପ୍ରଥମ ପରୀକ୍ଷା। ଆଚ୍ଛା। କିଛି ଦିନ ଗଲା। ରାଜା ତାଙ୍କର ସବୁଠୁ ପ୍ରିୟ, ସବୁଠୁ ଦାମୀ ଘୋଡ଼ା ବିଷୟରେ ପଚାରିଲେ। ଆଉ ସେ ଲୋକ ଜଣକ ବିନା କୌଣସି ଦ୍ୱିଧାରେ କହିଲେ, କ'ଣ କହିଲେ? ମହାରାଜ, ଏ ଘୋଡ଼ା ଦେଖିବାକୁ ତ ବହୁତ ଭଲ, କିନ୍ତୁ ଏହା ଉଚ୍ଚ ବଂଶର ନୁହେଁ। ଓହୋ, ଏଇଠି ଟିକେ ଅଟକିବା। ଏଇଟା ହେଉଛି ଆମର ପ୍ରଥମ କେସ୍ ଷ୍ଟଡି, ଶାରୀରିକ ଅଭ୍ୟାସ ବନାମ ସହଜାତ ପ୍ରବୃତ୍ତି, ଯାହାକୁ ଆମେ ନେଚର ଭର୍ସେସ୍ ନର୍ଚର କହୁ। ଆଜ୍ଞା। କିନ୍ତୁ ତାଠୁ ବି ଗଭୀର। ଆଉ ଭଲ କଥା ହେଉଛି ରାଜା ରାଗିଲେନି। ସେ ସତ ଜାଣିବାକୁ ଚାହିଁଲେ। ସେ ତୁରନ୍ତ ଘୋଡ଼ାର ପୂର୍ବ ମାଲିକକୁ ଡକାଇଲେ। ଆଉ ସେ ମାଲିକ ଆସି ସତ ମାନିଗଲେ। ସେ କହିଲେ, ମହାରାଜ, ଘୋଡ଼ାଟି ତ ଉଚ୍ଚ ବଂଶର, କିନ୍ତୁ ତାର ଜନ୍ମ ହେବା ମାତ୍ରେ ତା ମା ମରିଗଲା। ଆଚ୍ଛା। ତେଣୁ ସେ ଗୋଟିଏ ଗାଈର କ୍ଷୀର ପିଇ ବଡ଼ ହୋଇଛି। ବାସ୍, ଏଇଠି ହିଁ କଥାର ଗଣ୍ଠି ଖୋଲିଗଲା। ରାଜା ତ ଆଶ୍ଚର୍ଯ୍ୟ। ହଁ, ନିଶ୍ଚୟ ହେବେ। ସେ ସେଇ ଲୋକକୁ ପଚାରିଥିବେ, ତମେ ଜାଣିଲ କେମିତି? ହଁ, ପଚାରିଲେ। ଆଉ ତାଙ୍କ ଉତ୍ତରଟା ହିଁ ସବୁଠୁ ମଜାଦାର। କ'ଣ ଥିଲା ଉତ୍ତର? ସେ କହିଲେ, ଉଚ୍ଚ ବଂଶର ଘୋଡ଼ା ଘାସକୁ ପାଟିରେ ଧରି ମୁଣ୍ଡ ଉପରକୁ ଉଠାଇ ଖାଏ, କିନ୍ତୁ ଏହି ଘୋଡ଼ାଟି ଗାଈମାନଙ୍କ ପରି ମୁଣ୍ଡ ତଳକୁ କରି ଘାସ ଖାଉଥିଲା। ଏକଦମ। ଦେଖନ୍ତୁ, କେତେ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ। ମୁଁ ତ କେବେ ଏମିତି ଭାବିନଥିଲି। ଏହା ହିଁ ତ ଲର୍ଣ୍ଣଡ ବିହେଭିୟର ବା ଶିକ୍ଷାଗତ ବ୍ୟବହାର। ଘୋଡ଼ାର ଜିନ୍ ତାକୁ ଗୋଟିଏ ପ୍ରକାର ବ୍ୟବହାର ପାଇଁ ତିଆରି କରିଥିଲା, କିନ୍ତୁ ତାର ପରିବେଶ, ମାନେ ତାର ପାଳିତା ମା ଗାଈ, ହଁ, ସେ କାମ ମସ୍ତିଷ୍କରେ ଗୋଟେ ନୂଆ ସ୍କ୍ରିପ୍ଟ ଲେଖିଦେଲା, ଖାଇବାର ସ୍କ୍ରିପ୍ଟ। ଆଉ ସେଇଟା ଏତେ ଶକ୍ତିଶାଳୀ ଥିଲା ଯେ ତାର ଜନ୍ମଗତ ପ୍ରବୃତ୍ତିକୁ ବି ଦବାଇଦେଲା। ଠିକ୍। ଯେମିତି ଜଣେ ଲୋକ ପିଲାଦିନେ ବହୁତ କଷ୍ଟରେ ଖାଇବାକୁ ପାଇଥିବ, ସେ ବଡ଼ ହେଲେ ବି ପାଖରେ ବହୁତ ଖାଦ୍ୟ ଥିଲେ ବି ବେଳେବେଳେ ବହୁତ ଶୀଘ୍ର ଖାଇଦିଏ। ଏକଦମ ସଠିକ୍ ଉଦାହରଣ। ସେହି ଅଭ୍ୟାସଟା ତାର ଅତୀତର ସଙ୍କେତ ଦିଏ। ତ ରାଜା ଏଥିରେ ଏତେ ପ୍ରଭାବିତ ହେଲେ ଯେ ତାଙ୍କୁ ପୁରସ୍କାର ଦେଲେ। ହଁ, ବହୁତ ସାରା ଶସ୍ୟ, ଘିଅ ଆଉ ଛେଳି। ଆଜ୍ଞା, ଏହି ପୁରସ୍କାରଟା ମନେ ରଖିବା ଦରକାର, କାରଣ ଏଇଟା ପରେ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଠିକ୍ ଅଛି। ତେବେ ପଶୁର ପରୀକ୍ଷା ତ ସରିଲା, କିନ୍ତୁ ଏବେ ରାଜା ତାଙ୍କୁ ରାଣୀଙ୍କ ମହଲରେ ନିଯୁକ୍ତ କଲେ। ପରୀକ୍ଷାର ସ୍ତର ବଦଳିଗଲା। ହଁ, ଏବେ ଆସିଲା ମଣିଷର ଜଟିଳ ମନ ଆଉ ସାମାଜିକ ବ୍ୟବହାରର ପରୀକ୍ଷା। କିଛିଦିନ ପରେ ରାଜା ତାଙ୍କୁ ପଚାରିଲେ ରାଣୀଙ୍କ ବିଷୟରେ। ଏବଂ ଏଇଟା ଆମକୁ ଆମର ଦ୍ୱିତୀୟ କେସ୍ ଷ୍ଟଡିକୁ ନେଇ ଆସୁଛି, ସାମାଜିକ ବ୍ୟବହାର ଏବଂ ଅନ୍ତର୍ନିହିତ ଅସୁରକ୍ଷା। ସେ ଲୋକଜନକ ବହୁତ ସାବଧାନ ହୋଇ କହିଲେ, ମହାରାଜ, ରାଣୀଙ୍କ ଚାଲିଚଳନ ତ ରାଜକୀୟ, କିନ୍ତୁ ସେ ଜନ୍ମରୁ ରାଜକୁମାରୀ ନୁହନ୍ତି। ବାପ୍ରେ, ଏ କଥା ଶୁଣି ରାଜଙ୍କର ତ ପାଦ ତଳୁ ମାଟି ଖସି ଯାଇଥିବ। ନିଶ୍ଚୟ।
ସେ ତୁରନ୍ତ ତାଙ୍କ ଶାଶୁଙ୍କ ଡକାଇଲେ। ଆଉ ଶାଶୁ ସତ ମାନିଲେ ତାଙ୍କ ନିଜ ଝିଅ 6 ମାସରେ ମରିଯାଇଥିଲା ଆଉ ସେମାନେ ଆଉ ଗୋଟେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଆଣିଥିଲେ। ହଁ, କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ, ସେ ଲୋକ ଜଣକ ଏତେ ବଡ଼ କଥା କେଉଁ ଆଧାରରେ କହିଲେ? ଠିକ୍ ସେଇ ପ୍ରଶ୍ନ ରାଜା ବି ପଚାରିଲେ। ଆଉ ତାର ଉତ୍ତର ଆମକୁ ମନୋବିଜ୍ଞାନର ଆଉ ଗୋଟେ ସ୍ତରକୁ ନେଇଯିବ। ଆଚ୍ଛା। ସେ କହିଲେ, ମହାରାଜ, ରାଣୀ ସାହେବା ଚାକରମାନଙ୍କ ସହିତ ଯେଉଁଭଳି ବ୍ୟବହାର କରନ୍ତି ତାହା ଅସ୍ୱାଭାବିକ। ମାନେ? ଛୋଟ ଛୋଟ କଥାରେ ଅପମାନ କରିବା, ବହୁତ କଠୋର ଭାବେ କଥା କହିବା, ଏହା ଖାନଦାନୀ ଲୋକଙ୍କ ଲକ୍ଷଣ ନୁହେଁ। ଗୋଟେ ମିନିଟ୍, ଏଇଟା ଟିକେ ଦୁର୍ବଳ ଯୁକ୍ତି ଭଳି ଲାଗୁନି? ମାନେ ଅନେକ ଖାନଦାନୀ ଲୋକ ବି ତ ଅହଙ୍କାରୀ ହୋଇପାରନ୍ତି ନା? ବହୁତ ଭଲ ପ୍ରଶ୍ନ, ଏବଂ ଏହାର ଉତ୍ତରରେ ହିଁ ସୂକ୍ଷ୍ମତା ଅଛି। କଥାଟା କେବଳ ଖରାପ ବ୍ୟବହାରର ନୁହେଁ। ତବେ? କଥାଟା ହେଉଛି ସେହି ବ୍ୟବହାର ପଛର ମନସ୍ତତ୍ୱ। ଆଧୁନିକ ମନୋବିଜ୍ଞାନରେ ଏକ ଧାରଣା ଅଛି ଇମ୍ପୋଷ୍ଟର ସିଣ୍ଡ୍ରୋମ୍ ବୋଲି। ଆଚ୍ଛା, ଇମ୍ପୋଷ୍ଟର ସିଣ୍ଡ୍ରୋମ୍ ଅର୍ଥାତ୍ ଯେତେବେଳେ ଲାଗେ ଯେ ମୁଁ ଏହି ଜାଗାର ଯୋଗ୍ୟ ନୁହେଁ, ଆଉ କେତେବେଳେ ବି ଧରା ପଡ଼ିଯିବି। ଏକଦମ। ଆଉ ଏହି ଅସୁରକ୍ଷାକୁ ଲୁଚାଇବା ପାଇଁ, ନିଜର ଅଧିକାରକୁ ବାରମ୍ବାର ପ୍ରମାଣ କରିବା ପାଇଁ ସେମାନେ ନିଜର ଅଧସ୍ତନମାନଙ୍କ ଉପରେ ଅଧିକ କଠୋର ହୋଇଯାଆନ୍ତି। ଓହୋ। ଯିଏ ଜନ୍ମରୁ ରାଜକୀୟ, ତାକୁ ଚିତ୍କାର କରି ନିଜର ଶକ୍ତି ଦେଖାଇବା ଦରକାର ପଡ଼େ ନା। ହଁ। କିନ୍ତୁ ରାଣୀଙ୍କ କଠୋରତା ତାଙ୍କ ଶକ୍ତିର ନୁହେଁ, ବରଂ ତାଙ୍କ ଭିତରର ଦୁର୍ବଳତାର ପ୍ରତିଫଳନ ଥିଲା। ବାଃ, ଏହା ତ ପୁରା ଦୃଷ୍ଟିକୋଣ ବଦଳାଇ ଦେଲା। ତା ମାନେ ରାଣୀଙ୍କୁ କ୍ରୁରତା ପ୍ରକୃତରେ ତାଙ୍କ ଭୟର ଚିହ୍ନ ଥିଲା। ଆଜ୍ଞା, ସେ ଲୋକ ଜଣକ ରାଣୀଙ୍କ ବ୍ୟବହାର ପଛରେ ଥିବା ସେହି ଅସୁରକ୍ଷାକୁ ପଢ଼ି ପାରିଥିଲେ। ଚମତ୍କାର ବିଶ୍ଳେଷଣ। ତେବେ ରାଜା ପୁଣି ଥରେ ଖୁସି ହେଲେ ଆଉ ତାଙ୍କୁ ସେହି ସମାନ ପୁରସ୍କାର ଦେଲେ। ହଁ, ପୁଣି ବହୁତ ସାରା ଶସ୍ୟ ଆଉ ଛେଳି ମେଣ୍ଢା, ଆଉ ଏଥର ତାଙ୍କୁ ନିଜର ବ୍ୟକ୍ତିଗତ ପରିଷଦରେ ସ୍ଥାନ ଦେଲେ। ଅଶ୍ୱଶାଳାରୁ ରାଣୀମହଲ, ଏବେ ସିଧା ରାଜଦରବାର। ହଁ, କିନ୍ତୁ ସବୁଠାରୁ ବଡ଼ ଆଉ ସବୁଠାରୁ ବିପଦପୂର୍ଣ୍ଣ ପରୀକ୍ଷା ଏବେ ବି ବାକି ଥିଲା। ହଁ, କାହାଣୀର ଶେଷ ଏବଂ ସବୁଠାରୁ ଚାଞ୍ଚଲ୍ୟକର ପରୀକ୍ଷା। କିଛି ସମୟ ପରେ ରାଜା ତାଙ୍କୁ ଡାକିଲେ ଆଉ ନିଜ ବିଷୟରେ ପଚାରିଲେ। ଘୋଡ଼ା କଥା କହିଲ, ରାଣୀ କଥା କହିଲ, ଏବେ ମୋ ବିଷୟରେ କୁହ। ଏହା ତ ଚରମ ସୀମା ଥିଲା। ସେ ଲୋକ ଜାଣିଥିଲା ଯେ ସତ କହିଲେ ମୃତ୍ୟୁ ନିଶ୍ଚିତ। ତେଣୁ ସେ ପ୍ରଥମେ ଜୀବନ ରକ୍ଷାର ପ୍ରତିଶ୍ରୁତି ମାଗିଲେ। ଆଉ ରାଜା ପ୍ରତିଶ୍ରୁତି ଦେବା ପରେ ସେ ଯାହା କହିଲେ ତାହା ରାଜାଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲା। ସେ କହିଲେ, ମହାରାଜ କ୍ଷମା କରିବେ, କିନ୍ତୁ ଆପଣ ନା ରାଜାଙ୍କ ପୁଅ, ନା ଆପଣଙ୍କର ଚାଲିଚଳଣ ରାଜାଙ୍କ ଭଳି। ଓହୋ। ରାଜା କ୍ରୋଧରେ ତ ଜଳି ଉଠିଲେ, କିନ୍ତୁ ପ୍ରତିଶ୍ରୁତି ଦେଇଥିଲେ। ସେ ସିଧା ନିଜ ମାଙ୍କ ପାଖକୁ ଗଲେ। ଆଉ ରାଜମାତା? ରାଜମାତା କାନ୍ଦି କାନ୍ଦି ସ୍ୱୀକାର କଲେ, ରାଜାଙ୍କର କୌଣସି ସନ୍ତାନ ନଥିଲା। ତେଣୁ ସେମାନେ ଜଣେ ମେଷପାଳକର ପୁଅକୁ ପୋଷ୍ୟ ସନ୍ତାନ ଭାବେ ଆଣିଥିଲେ। ମାନେ ରାଜାଙ୍କର ପୁରା ଦୁନିଆ ଓଲଟପାଲଟ ହୋଇଗଲା। ଏକଦମ। କିନ୍ତୁ ଶେଷ ପ୍ରଶ୍ନ ବାକି ଥିଲା। ସେ ସେହି ବ୍ୟକ୍ତିଙ୍କୁ ପଚାରିଲେ, ତୁମେ ଏହା ଜାଣିଲ କିପରି? ମୋର କେଉଁ କାର୍ଯ୍ୟ ମୋର ପ୍ରକୃତ ପରିଚୟକୁ ପଦାରେ ପକାଇଦେଲା? ଆଉ ଏହା ଆମକୁ ଆମର ତୃତୀୟ ଏବଂ ସବୁଠାରୁ ଗଭୀର କେସ୍ ଷ୍ଟଡିକୁ ନେଇ ଆସୁଛି, ଆମର ଆଭ୍ୟନ୍ତରୀଣ ମୂଲ୍ୟବୋଧ ଆଉ ଇମ୍ପ୍ଲିସିଟ୍ ବାୟାସ୍। ସେ ଲୋକର ଉତ୍ତରଟି ହିଁ ଏ କାହାଣୀର ସାରମର୍ମ। ସେ କହିଲେ, ମହାରାଜ, ଜଣେ ରାଜା ଖୁସି ହେଲେ ହୀରା, ମୋତି, ସୁନା, ମାଣିକ୍ୟ ଦିଅନ୍ତି। କାରଣ ତାଙ୍କ ଦୁନିଆରେ ସେଗୁଡ଼ିକ ହିଁ ସବୁଠୁ ମୂଲ୍ୟବାନ। ଠିକ୍। କିନ୍ତୁ ଆପଣ ଯେତେବେଳେ ବି ଖୁସି ହେଲେ, ଆପଣ ମୋତେ ଛେଳି, ମେଣ୍ଢା ଏବଂ ଶସ୍ୟ ଦେଲେ। ଏହି ବ୍ୟବହାର କୌଣସି ରାଜାଙ୍କର ନୁହେଁ, ବରଂ ଜଣେ ମେଷପାଳକର। ବାଃ, ମାନେ ରାଜାଙ୍କର ପୁରସ୍କାର ଦେବାର ଶୈଳୀ ତାଙ୍କ ଅଜାଣତାରେ ତାଙ୍କର ପ୍ରକୃତ ପୃଷ୍ଠଭୂମିକୁ ପ୍ରକାଶ କରିଦେଉଥିଲା। ଏହା ହିଁ ତ ଇମ୍ପ୍ଲିସିଟ୍ ବାୟାସ୍। ଆମର ପାଳନପୋଷଣ ଆମ ମନରେ ମୂଲ୍ୟବୋଧର ଏକ ଅଦୃଶ୍ୟ ମାନଚିତ୍ର ତିଆରି କରିଦିଏ। ରାଜା ଭାବୁଥିଲେ ସେ ସବୁଠୁ ଭଲ ପୁରସ୍କାର ଦେଉଛନ୍ତି। କାରଣ ତାଙ୍କ ଅନ୍ତର୍ମନରେ ଛେଳି ମେଣ୍ଢା ହିଁ ପ୍ରକୃତ ସମ୍ପଦ ଥିଲା। ହୀରାନୀଳା ନୁହେଁ। ଆମେ ଯେତେବେଳେ ଖୁସିରେ ଥାଉ ବା ସହଜରେ କୌଣସି ନିଷ୍ପତ୍ତି ନେଉ, ସେତେବେଳେ ଆମର ତର୍କଠାରୁ ଅଧିକ ଆମର ଏହି ଭିତରର ପ୍ରୋଗ୍ରାମିଂ କାମ କରେ। ଏହାର ମାନେ ଆମ ଉଦାରତା ବି ଆମ ପରିଚୟର ଗୁମର ଖୋଲିଦିଏ। ଆଜ୍ଞା। ରାଣୀ ଆଉ ରାଜା, ଏଥିରୁ ଆମେ କ'ଣ ଶିଖିଲେ? ଆମେ ଶିଖିଲେ ଯେ ଆମେ ସମସ୍ତେ ଆମ ଅତୀତର ଏକ ଚଳନ୍ତି ସଂଗ୍ରହାଳୟ। ଆମ ଶରୀର ଆମ ଅଭ୍ୟାସକୁ ମନେ ରଖେ, ଆମ କଥା ଆମ ଅସୁରକ୍ଷାକୁ ଦେଖାଏ, ଆଉ ଆମ ନିଷ୍ପତ୍ତି ଆମ ମୂଲ୍ୟବୋଧକୁ ଦର୍ଶାଏ।
ସେ ଲୋକ ଜଣକ କୌଣସି ଯାଦୁଗର ନଥିଲେ, ସେ କେବଳ ମଣିଷର ଏଇ ସୂକ୍ଷ୍ମ ସଂକେତଗୁଡ଼ିକୁ ପଢ଼ିବାରେ ବିଶେଷଜ୍ଞ ଥିଲେ। ହଁ, ସେ ସେହି ବ୍ୟବହାରର ବଂଶାବଳୀକୁ ଡିକୋଡ୍ କରିପାରୁଥିଲେ। ଏ କାହାଣୀର ଗଭୀର ଶିକ୍ଷା ହେଉଛି ଯେ ଆମେ ଯେତେ ଚେଷ୍ଟା କଲେ ବି ନିଜ ପ୍ରକୃତ ସ୍ୱଭାବକୁ ଲୁଚାଇ ପାରିବା ନାହିଁ, କାରଣ ଆମ ପରିଚୟ ଆମେ କ'ଣ କହୁ ସେଥିରେ ନଥାଏ। ବରଂ ଅମର ସେହି ଛୋଟ ଛୋଟ ସ୍ୱତଃପ୍ରଭୂତ କାର୍ଯ୍ୟରେ ଥାଏ। ହଁ, ଘୋଡ଼ା ଘାସ ଖାଇବା ବେଳେ, ରାଣୀ ଚାକରଙ୍କ ସହ କଥା ହେବା ବେଳେ, ଆଉ ରାଜା ପୁରସ୍କାର ଦେବାବେଳେ ସେହି ସାଧାରଣ ମୁହୂର୍ତ୍ତରେ ହିଁ ଅସଲି ପରିଚୟ ଲୁଚି ରହିଥିଲା। ଆଉ ଏହା ଆମକୁ ଏକ ଆତ୍ମପର୍ଯ୍ୟବେକ୍ଷଣ ପାଇଁ ମଧ୍ୟ ପ୍ରେରିତ କରେ। ଆମେ ଅନ୍ୟମାନଙ୍କୁ ସହଜରେ ବିଚାର କରୁ, କିନ୍ତୁ ନିଜକୁ କ୍ୱଚିତ୍ ସେହିପରି ସୂକ୍ଷ୍ମ ଭାବେ ଦେଖୁ। ଠିକ୍ କହିଲେ। ତେଣୁ ଆମ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ି ଯାଉଛୁ। ଏ କାହାଣୀରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କର ବ୍ୟବହାରର ବଂଶାବଳୀ ପରଖୁଥିଲେ, କିନ୍ତୁ ଯଦି ଆମେ ସେହି ଦର୍ପଣକୁ ନିଜ ଆଡ଼କୁ ମୋଡ଼ିଦେବା, ଆମର କେଉଁ ସୂକ୍ଷ୍ମ ଅଜାଣତରେ ହେଉଥିବା ବ୍ୟବହାର ଆମେ ଚା' କପ୍ କିପରି ଧରୁଛୁ, ଧନ୍ୟବାଦ କିପରି ଦେଉଛୁ, କିମ୍ବା ଖୁସି ହେଲେ କ'ଣ କରୁଛୁ, ଆମର ପ୍ରକୃତ ପରିଚୟ ଆମର ଅସଲ କାହାଣୀକୁ ଦୁନିଆ ସାମ୍ନାରେ ପ୍ରକାଶ କରୁଥାଇପାରେ, ଯାହା ବିଷୟରେ ହୁଏତ ଆମେ ନିଜେ ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞ।